ନାଇଁ ନାଇଁ ନୟାଗଡ଼ ବିଧାୟକ ଏବଂ ତା ପରବର୍ତ୍ତୀ ସମୟରେ ସ୍କୁଲ ମଧ୍ୟ ମତେ ନିମନ୍ତ୍ରଣ ଫୋନ କରିକି ଜଣାଇଥିଲେ। ଦେଖନ୍ତୁ ସେ ବ୍ୟକ୍ତି କିଛି ନୁହନ୍ତି ମୋ ପାଇଁ ଏବଂ ସିଏ କୋଉଠି ଗୋଟେ ନେତୃତ୍ୱ ନେଇପାରିବେ ବୋଲି ମୁଁ ଭାବୁନି। ଦୂରରେ ସ୍ୱପ୍ନ ହେଇପାରେ, କଟକର ନେତା ହେଇପାରେ ନା ସେଠି କଣ ନେତା। ଅରୁଣ ସାହୁଙ୍କୁ ପଚାରନ୍ତୁ, ସିଏ କହିପାରିବେ। ଆରେ ମୋର କୋଉଠି ମୁଁ ବିଜୁ ଜନତା ଦଳ ସାଂସଦ ଅଛି, କେମିତି ପଳେଇବି? ଅପେକ୍ଷା କର, ଆଗାମୀ ଦିନରେ କଣ ହବ କୁହାହବ। ଏବେ ଟିକେ ଧୈର୍ଯ୍ୟ ଧର। ଦେଖନ୍ତୁ ବିଜେଡି ସ୍ଥିର ଅଛି। ଆମ ଭିତରେ କିଛି ମତ ରଖିବା ପାଇଁ କିଛି ଜଣ ଆମେ ଖୋଲାଖୋଲି ଭାବରେ ଦଉଛୁ। ମୁଁ ଭାବୁଛି ଆଗାମୀ ଦିନରେ ନେତୃମଣ୍ଡଳୀର କାନରେ ପଡ଼ିଲାଣି। ନିଶ୍ଚିତ ଭାବରେ ଆଶା କରୁଛୁ ଗୋଟେ ପରିବର୍ତ୍ତନ ଆସିବ ଏବଂ ଏ ଦଳର ପରାଜୟ କାହିଁ ହେଇଛି ତା ବିଷୟରେ ଗୋଟେ ଚର୍ଚ୍ଚା ହେଇ ନୂତନ ଦିଗରେ ବିଜୁ ଜନତା ଦଳ କେମିତି ଚାଲିବ, ସେଇଆ ହିଁ ଆମର ନବୀନ ବାବୁଙ୍କୁ ଆହ୍ୱାନ। ସବୁ ଜାଣୁଛନ୍ତି, ସବୁ ଜାଣୁଛନ୍ତି। ମୁଁ ଏକା କହୁନି, ଅରୁଣ ସାହୁ ମଧ୍ୟ କହୁଛନ୍ତି, ନବୀନ ବାବୁ ଶୁଣୁଛନ୍ତି, ନବୀନ ବାବୁ ଶୁଣୁଛନ୍ତି। ନୀରବ ସିଏ ନାହାନ୍ତି, ଆମକୁ ଡାକିଛନ୍ତି, କହିଛନ୍ତି ଟିକେ ଅପେକ୍ଷା କର, ମତେ ସଜାଡିବାକୁ ସମୟ ଦିଅ। ଦେଖନ୍ତୁ ସେଟା ଅବାସ୍ତବିକ କଥା। ସେ ଆଗେ ସେ ନିଷ୍ପତ୍ତି ନିଅନ୍ତୁ, ତାପରେ ପଚାରିବେ। ନାଇଁ ନାଇଁ ନାଇଁ, ଅରୁଣ ସାହୁଙ୍କ ଜରିଆରେ।